ନେଉଳ, ଧଳା ପାରା କିମ୍ବା ଧଳା ପାରାର ମୂର୍ତ୍ତିଟିଏ ରଖୁଛନ୍ତି, ଏହା ଅନେକ ଶୁଭ ଫଳ ପ୍ରଦାନ କରିଥାଏ ଆପଣଙ୍କ ଘରକୁ ଏବଂ ସଦାବେଳେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ ଏବଂ ଆପଣଙ୍କର ଘରର ମାଙ୍ଗଳିକ କାର୍ଯ୍ୟ ପାଇଁ ଯାହାକି ଅନେକ ଶୁଭ ଫଳ ପ୍ରଦାନ କରିଥାଏ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଜାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 28 ଜୁଲାଇ 2026 ର ଦୈନିକ ରାଶିଫଳ। ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ବୁଧ ଦେବଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତେବେ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁଲାଇ ମାସ 28 ତାରିଖ, ଓଡ଼ିଆ ଶ୍ରାବଣ ମାସ 12 ଦିନ, ମଙ୍ଗଳବାର, ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଯାହା ଅପରାହ୍ନ 6 ଘଟିକା ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି। ଆଜି ପୂର୍ବଷାଢ଼ା ନକ୍ଷତ୍ର ଯାହା ଦିବା 1 ଘଟିକା 37 ମିନିଟ୍ ପର୍ଯ୍ୟନ୍ତ ରହୁଛି। ତାପରେ ଉତ୍ତରଷାଢ଼ା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ଧନୁ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି ଯାହା ରାତ୍ରି 8 ଘଟିକା 13 ମିନିଟ୍ ପର୍ଯ୍ୟନ୍ତ। ତାପରେ ଚନ୍ଦ୍ର ମକର ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5 ଘଟିକା 18 ମିନିଟ୍ରେ। ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6 ଘଟିକା 23 ମିନିଟ୍ରେ। ଆଜି ଯୁଗ୍ନି ରହିଛି ପଶ୍ଚିମ ଦିଗେ। ଅପରାହ୍ନ 6 ଘଟିକା ପରେ ଯୁଗ୍ନି ବାୟ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହା ରାତ୍ରି 8 ଘଟିକା 13 ମିନିଟ୍ ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ସିଂହ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମକର ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 1 ପାଦ ପୁଷ୍କର ଦୋଷ ଯାହା ଦିବା 1 ଘଟିକା 37 ମିନିଟ୍ ପର୍ଯ୍ୟନ୍ତ। ତାପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି କୃଷି ସନ୍ତାନ ହାନି ଏବଂ ବଂଶ ହାନି। ଆଜି ଚତୁର୍ଦ୍ଦଶୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ବିରି, ତତ୍ସହିତ ଆମିଷ ଭୋଜନ ନିଷେଧ ରହିଛି ଯାହା ଅପରାହ୍ନ 6 ଘଟିକା ପରେ। ଆଜିର ଅଶୁଭ ବେଳା ଯାହା ଦିବା 6 ଘଟିକା 53 ରୁ ଦିବା 9 ଘଟିକା 12 ମଧ୍ୟ ରହିଛି 12 ବେଳା। ସେହିଭଳି ଦିବା 12 ଘଟିକା 33 ରୁ ଦିବା 4 ଘଟିକା 43 ମଧ୍ୟ ରହିଛି କାଳ ବେଳା ସହିତ ରାହୁ କାଳ। ସେହିଭଳି ରାତ୍ରି 7 ଘଟିକା 57 ରୁ ରାତ୍ରି 9 ଘଟିକା 29 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ଦିବା 9 ଘଟିକା 13 ରୁ ଦିବା 11 ଘଟିକା 22 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ସନ୍ଧ୍ୟା 7 ଘଟିକା 45 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 9 ଘଟିକା 30 ରୁ ରାତ୍ରି 10 ଘଟିକା 53 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1 ଘଟିକା 53 ରୁ ରାତ୍ରି 3 ଘଟିକା 5 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ପୂର୍ବଷାଢ଼ା ନକ୍ଷତ୍ରରେ ଯାହାକି ମଙ୍ଗଳବାରରେ। ତେବେ ଏହି ପୂର୍ବଷାଢ଼ା ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ, କେଉଁ ରାଶି ଆଜି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ କରିବେ ନାହିଁ ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ଜାତ ବ୍ୟକ୍ତି ମାନଙ୍କ ପାଇଁ କେଉଁ ଗ୍ରହ ବିଶେଷ ପ୍ରଭାବ ପକେଇବ ଜାଣିବା ଏହି ରାଶିଫଳ କାର୍ଯ୍ୟକ୍ରମରେ। ତେବେ ଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ସ୍ଥିତିକୁ ଦେଖି ମୁଁ ନେଇ ଆସିଛି ପୁରା ଦିନର ହାଲଚାଲ। ତେବେ ଯେଉଁମାନେ ମତେ ପ୍ରଥମ କରି ଦେଖୁଛନ୍ତି ସେମାନଙ୍କୁ ମୁଁ କହି ରଖୁଛି ଯେ ଆପଣମାନେ ଆପଣଙ୍କର ଜନ୍ମ ରାଶିର ରାଶିଫଳ ଦେଖିପାରିବେ। ତେବେ ଯେଉଁମାନେ ରାଶିଫଳ ଜାଣି ନାହାନ୍ତି ସେମାନେ ନିଜର ପ୍ରଚଳିତ ନାମ ରାଶିରୁ ରାଶିଫଳ ଦେଖିପାରିବେ। ତେବେ ପ୍ରଥମେ ଚାଲନ୍ତୁ ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ ଜାଣିବା। ମେଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଅନେକ ସମସ୍ୟା ଭିତରେ ଜଡ଼ିତ କରିପାରେ
ନିଜର ଦୈନନ୍ଦିନ କାର୍ଯ୍ୟରେ ଅନେକ ସମସ୍ୟା ଭିତରେ ଆପଣଙ୍କୁ ଯାହାକି ପକେଇ ପାରେ। ତେଣୁ ମେଷ ରାଶି ବ୍ୟକ୍ତି ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣଙ୍କର କାର୍ଯ୍ୟକୁ ଯୋଜନା ପ୍ରସ୍ତୁତ କରି କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ଯାହାକି କିଛି ନିଜର ବ୍ୟବସାୟୀରେ ଆପଣଙ୍କୁ ହାନି ମଧ୍ୟ ଉଠିବାକୁ ପଡ଼ିପାରେ। ତେଣୁ ବେପାର ବାଣିଜ୍ୟ କରୁଥିଲେ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ଶତ୍ରୁମାନେ ଆପଣଙ୍କୁ ଭାରି ହଇରାଣ କରିପାରନ୍ତି, ଯାହା ଆପଣଙ୍କ ପାଇଁ ସାବଧାନ ରହିବାର ଏକ ମାଧ୍ୟମ ନିହାତି ଆବଶ୍ୟକତା ରହୁଛି। ଆଜି ମେଷ ରାଶି ବ୍ୟକ୍ତି ସଫଳତା ମିଳିବା ପାଇଁ ଆପଣଙ୍କୁ ଅନେକ ଧ୍ୟାନ ପୂର୍ବକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ବିଶେଷ କରି ଆପଣ ବିଳାସ କାର୍ଯ୍ୟ ପ୍ରତି ବହୁତ ଆକର୍ଷଣୀୟ ହୋଇପାରନ୍ତି। ଅର୍ଥ ଆସିପାରେ, କିନ୍ତୁ ଅର୍ଥ ଯେତିକି ଇନକମ ହବ ତା 2 ଗୁଣା ମଧ୍ୟ ଖର୍ଚ୍ଚ ହବାର ଯୁଗ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ମେଷ ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଟିକେ ମାନସିକ ସ୍ଥିତି ଭଲ ନ ରହିପାରେ, କିନ୍ତୁ ଆପଣଙ୍କୁ ଆଜି ପୂର୍ଣ୍ଣ ଭାବରେ ଅର୍ଥଜନିତ କାରବାରରେ ଅନେକ ପ୍ରକାର ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଯାହାକି ବୃଷ ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବା ସହିତ ଆପଣ ବହୁତ ଖୁସିରେ ମଧ୍ୟ ରହିବାର ସୁଯୋଗ ଦେଇପାରେ। ତେବେ ଆଜି ଯାହାକି ଆପଣ ପ୍ରେମ ଜଗତରେ ବହୁତ ଖୁସି ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ। ତତ୍ସହିତ ଆପଣଙ୍କୁ ଅନେକ ସୁଖ ପ୍ରାପ୍ତ କରିବା ସହିତ ମିତ୍ରମାନେ ଆପଣଙ୍କୁ ବହୁତ ସହଯୋଗ କରି ଆପଣଙ୍କର କାର୍ଯ୍ୟ ସଫଳତା ବନିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତି ବିଶେଷ କରି ଟିକେ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। ଆବଶ୍ୟକ ସ୍ଥଳେ କାହା ସହିତ ବାଦ ବିବାଦ କରନ୍ତୁ ନାହିଁ ବା ଝଗଡ଼ା କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଏକ ଦିନ ସଫଳତାର ମାଧ୍ୟମ ହୋଇପାରେ। ଏହା କରିଲେ ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟରେ ଆପଣ ମାନସିକ ଚିନ୍ତା ବଢିପାରେ। ବିଶେଷ କରି ଅର୍ଥଜନିତ କାରବାରରେ ଆପଣ ଟିକେ ସାବଧାନ ରହିବାକୁ ପଡିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମିଥୁନ ରାଶି ବ୍ୟକ୍ତି ପ୍ରାୟତଃ ବ୍ୟବସାୟ ନେଇ ଆପଣ ଚିନ୍ତିତ ରହିପାରନ୍ତି। ତତ୍ସହିତ ଅନେକ ସମସ୍ୟା ଆପଣଙ୍କୁ ଉପୁଜିପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେଣୁ ମିଥୁନ ରାଶି ବ୍ୟକ୍ତି ନିଜର ବ୍ୟବସାୟ ପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି। କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ କ୍ଷେତ୍ରରେ ନିଷ୍ପତ୍ତି ନିଅନ୍ତୁ ନାହିଁ ଏବଂ ନିଜର ସ୍ୱାସ୍ଥ୍ୟ ପ୍ରତି ସଦାବେଳେ ସାବଧାନ ରହିବାର ଆଜି ଆବଶ୍ୟକତା ରହିଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ଆଜି ଯାହାକି ମିଥୁନ ରାଶି ବ୍ୟକ୍ତି କାର୍ଯ୍ୟରେ ସଫଳତା ମିଳିବାର ସୁଯୋଗ ଦେଇପାରେ ଯଦି ଧ୍ୟାନ ପୂର୍ବକ କାର୍ଯ୍ୟ କରିବେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ସହିତ ଆପଣଙ୍କର କାର୍ଯ୍ୟ ଗୁଡ଼ିକୁ ଧ୍ୟାନ ପୂର୍ବକ ବା ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। ଦେଖିବେ ମିଥୁନ ରାଶି ବ୍ୟକ୍ତି ଧୀରେ ଧୀରେ ସଫଳତା ଆଡ଼କୁ ଅଗ୍ରଗତି କରିବେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 8, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଗାଢ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 50% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ଉତ୍ତମ ଯୁଗ ରହୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ କିଛି ନୂଆ ଆଭୂଷଣ ଆଣିବାର ଆପଣଙ୍କ ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଆର୍ଥିକ ପରିସ୍ଥିତି ଆପଣଙ୍କର ଭଲ ରହିବା ସହିତ ଆଜି କର୍କଟ ରାଶି ବ୍ୟକ୍ତି କିଛି
ଯାହାକି ଆଧ୍ୟାତ୍ମିକ କାର୍ଯ୍ୟରେ ଜଡ଼ିତ ରହିପାରନ୍ତି କିମ୍ବା ମନ୍ଦିର ପରିଦର୍ଶନ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ଆଜି ଯାହାକି ପ୍ରେମ ବେପାରରେ ଆପଣଙ୍କ ଭାଗ୍ୟ ପୂର୍ଣ୍ଣ ଶୁଭ ଯୁଗ ରହୁଛି, ଯାହାକି ପ୍ରେମ ସମ୍ବନ୍ଧ ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକ ଉତ୍ତମ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମିଶ୍ରିତ ଧଳା ରଙ୍ଗ ବା ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ଯାହାକି ପୂର୍ଣ୍ଣ ଶୁଭଯୁଗ ରହିବା ସହିତ ଆପଣଙ୍କୁ ଅର୍ଥଜନିତ ମାମଲାରେ ଆପଣଙ୍କୁ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ସିଂହ ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି। ତତ୍ସହିତ ଆପଣ ବିଦ୍ୟା ସମ୍ବନ୍ଧ କଳା ରୁଚି ଆପଣଙ୍କର ବହୁତ ଇଣ୍ଟରେଷ୍ଟ ରହିବ। ତତ୍ସହିତ ସମସ୍ତ ଯାହାକି ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି ସିଂହ ରାଶି ବ୍ୟକ୍ତିଙ୍କର। ଆଜି ସିଂହ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବଢିବା ସହିତ ଆପଣଙ୍କର ଇଣ୍ଟରଭ୍ୟୁ ଏକ୍ଜାମରେ ନିଶ୍ଚିତ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ରହୁଛି ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ସାବଧାନ ରହିବାର ଆବଶ୍ୟକତା ରହିଛି। ଆଜି ଛୋଟ ଛୋଟ କଥାରେ ଆପଣ ଉତ୍ତ୍ୟକ୍ତ ହୋଇପାରନ୍ତି, ଆପଣଙ୍କର ମାନ ସମ୍ମାନ ହାନି ହେବାର ଅନେକ ଚାନ୍ସ ରହୁଛି। ତେଣୁ କନ୍ୟା ରାଶି ବ୍ୟକ୍ତି ଆଜି ସାବଧାନ ରୁହନ୍ତୁ। ବହୁତ ପରିଶ୍ରମ କରିବା ସହିତ ଆପଣଙ୍କୁ ସଫଳତା ମିଳିବା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁନାହିଁ। ତେଣୁ ଆଜି ଦିନଟି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତତ୍ସହିତ ଆଜି କନ୍ୟା ରାଶି ବ୍ୟକ୍ତି ଦୂରଯାତ୍ରା ଯଦି କରୁଛନ୍ତି ତେବେ ଆପଣଙ୍କୁ ଅଧିକ ପୀଡ଼ିତ ରହିପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କନ୍ୟା ରାଶି ବ୍ୟକ୍ତି ବିଶେଷ କରି ପରିବାରର ପତ୍ନୀ ଏବଂ ପତିଙ୍କ ସହିତ ସମ୍ପର୍କ ଭଲ ରହିବ ନାହିଁ। ନିଜ ଭିତରେ ବାଦ ବିବାଦ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଅନେକ ଧ୍ୟାନ ପୂର୍ବକ ରହିବାର ଆବଶ୍ୟକତା ରହିଛି। ବିଶେଷ କରି ବିରୋଧୀ ଶତ୍ରୁମାନେ ଆପଣଙ୍କୁ ଅନେକ ଚାପ ସୃଷ୍ଟି କରିପାରନ୍ତି ଏବଂ ଆପଣଙ୍କର କାର୍ଯ୍ୟ ଗୁଡ଼ିକ ବାଧା ପ୍ରାପ୍ତ ହୋଇପାରେ। ବିଶେଷ କରି ଆଲୋଚକ ମାନେ ଆପଣଙ୍କର ମନକୁ ଅନେକ ଅସ୍ଥିରତା କରିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତତ୍ସହିତ ଆଜି ନିଜର କାର୍ଯ୍ୟରେ ଅନେକ କଷ୍ଟ ଭୋଗିବାକୁ ପଡିବ। ବିଶେଷ କରି ଆପଣଙ୍କ ଯଦି ଦୂରଯାତ୍ରା ଆଜି କରୁଛନ୍ତି ଅନେକ କଷ୍ଟ ସହିବାକୁ ପଡିବ। ଆଜି ଯାହାକି ତୁଳା ରାଶି ବ୍ୟକ୍ତିଙ୍କର ସମସ୍ତ ଶୁଭ କାର୍ଯ୍ୟ ନିଷେଧ ରହିବା ସହିତ ଆଜି ଆପଣଙ୍କର କୌଣସି ସୁଖ ପ୍ରାପ୍ତ କରିବା ଭାରି କଷ୍ଟକର, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି।
ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ସୁଖ ରହିଛି ଏବଂ ପରିବାର ବର୍ଗଙ୍କ ସହିତ ନିଶ୍ଚିତ ଆପଣଙ୍କର ସମ୍ବନ୍ଧ ଭଲ ରହିବା ସହିତ ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବାର ସୁଯୋଗ ରହୁଛି। ତେଣୁ ବେପାର ବାଣିଜ୍ୟ ପାଇଁ ଆଜି ଉତ୍ତମ ଯୁଗ ରହୁଛି। ତେଣୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ବିଛା ରାଶି ବ୍ୟକ୍ତିଙ୍କର ଉତ୍ତମ ଯୁଗ ରହୁଛି। ଆଜି ବିଛା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ସୁଯୋଗ ରହୁଛି। ମାନ ସମ୍ମାନ ଆପଣଙ୍କର ଶେଷ ସ୍ତରରେ ପହଞ୍ଚିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତି ଯେକୌଣସି ମାଙ୍ଗଳିକ କାର୍ଯ୍ୟ ବା ଶୁଭ କାର୍ଯ୍ୟ କରିବା ପାଇଁ ଉତ୍ତମ ଯୁଗ ରହୁଛି। ତେଣୁ ଆପଣମାନେ ନିଶ୍ଚିନ୍ତାରେ ଆଜି ଯେକୌଣସି ଶୁଭ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କୁ ପରବର୍ତ୍ତୀ ଷ୍ଟେପରେ ଅନେକ ସଫଳତା ପାଇବାର ସୁଯୋଗ ଦେଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି ବିଛା ରାଶି ବ୍ୟକ୍ତିଙ୍କର। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ସଫଳତା ଯୁଗ ରହୁଛି। ପୂର୍ବରୁ କିଛି ଯଦି କାର୍ଯ୍ୟ ଅଟକି ଯାଇଥିବ, ଆଜି ତାହା ପୂର୍ଣ୍ଣ ଭାବେ ସଫଳତା ହବାର ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ ହବାର ସୁଯୋଗ ରହିବା ସହିତ ଅର୍ଥଜନିତ କ୍ଷେତ୍ରରେ ଟିକେ ସାବଧାନ ରୁହନ୍ତୁ, କାରଣ ଅର୍ଥଜନିତ କ୍ଷେତ୍ର ଟିକେ ଆପଣଙ୍କର ହାନି ସାମ୍ନା କରିବାକୁ ପଡିପାରେ। କିନ୍ତୁ ଆଜି ଯାହାକି ଧନୁ ରାଶି ବ୍ୟକ୍ତି ଆପଣ ଯଦି କିଛି ସାଧନା କରିବା ପାଇଁ ଚାହୁଁଛନ୍ତି, ନୂତନ ବିଜନେସ୍ କରିବା ପାଇଁ ଚାହୁଁଛନ୍ତି, ତେବେ ନିଶ୍ଚିତ ସଫଳତା ସହିତ ଆଧ୍ୟାତ୍ମିକ କାର୍ଯ୍ୟରେ ମଧ୍ୟ ଆପଣଙ୍କର ଭାଗ୍ୟ ସମ୍ବନ୍ଧ ଭଲ ରହୁଛି, ଯାହାକି ଆପଣଙ୍କୁ ସଫଳତା ମିଳିବାର ସୁଯୋଗ ରହୁଛି। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆଜି ଯାହାକି ଆପଣଙ୍କର ପରିବାର ସମ୍ବନ୍ଧ ଆପଣଙ୍କୁ ସହଯୋଗ କରିବେ ଏବଂ ଆପଣଙ୍କର କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ମିତ୍ରତା ବଢିବାର ଅନେକ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତତ୍ସହିତ ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି ଏବଂ ଆଜି ମକର ରାଶି ବ୍ୟକ୍ତିଙ୍କର ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ, ନିଶ୍ଚିତ ଅନେକ ପ୍ରକାର ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ହେବାର ପୂର୍ଣ୍ଣ ସୁଯୋଗ ରହିବା ସହିତ ବିଶେଷ କରି ଭାଇ ଭଉଣୀଙ୍କ ସହିତ ଆପଣଙ୍କର ସମ୍ବନ୍ଧ ଭଲ ରହିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତି ଆପଣ କିଛି ଆଧ୍ୟାତ୍ମିକ କାର୍ଯ୍ୟରେ କିଛି ଆପଣଙ୍କର ରୁଚି ବଢିବାର ଅନେକ ଚାନ୍ସ ରହୁଛି। ଯଦି ଆପଣ ଆଧ୍ୟାତ୍ମିକ କାର୍ଯ୍ୟରେ ଯଦି ଜଡିତ ମଧ୍ୟ ହେବେ, ତେବେ ଆପଣଙ୍କୁ ଅନେକ ସଫଳତା ଆହୁରି ମିଳିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଅନେକ ସଫଳତା ପ୍ରାପ୍ତ କରିବାର ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବ, ତାହା ନିଶ୍ଚିତ ଆଜି ସମାଧାନ ହେବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି କିଛି ନୂତନ ଆଭୂଷଣ କିଣିବାର ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କର ଭାଗ୍ୟ ଶୁଭ ଯୁଗ ରହୁଛି, ଯାହାକି ରୋମାଣ୍ଟିକ ପରିବେଶ ସୃଷ୍ଟି କରିବା ସହିତ ଭଲ
ମଧୁର ବାର୍ତ୍ତାଳାପ କରିବା ପାଇଁ ସୁଯୋଗ ଦେଇପାରେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ରହୁଛି। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ବିଦ୍ୟାର୍ଥୀ ମାନେ ଶୁଭଫଳ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତତ୍ସହିତ ଯୋଉ ବେପାର ବାଣିଜ୍ୟରେ ଆପଣଙ୍କୁ ଶତ୍ରୁମାନେ ହଇରାଣ କରୁଥିଲେ ନା, ସେମାନଙ୍କୁ ଆଜି ଆପଣ ପାନେ ଦବାର ସୁଯୋଗ ରହୁଛି, ଯାହାକି ଶତ୍ରୁ ନାଶ କରିବାର ଉତ୍ତମ ଯୁଗ। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର କିଛି ଖରାପ କାମରେ ଲିପ୍ତ ରହିପାରନ୍ତି, ତେବେ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତି କିଛି ସଫଳତା ପାଇବାର ବିଦ୍ୟା କ୍ଷେତ୍ରରେ ଉତ୍ତମ ଯୁଗ ରହୁଛି, ଯାହାକି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ ଭାଗ୍ୟ ଆପଣଙ୍କର ସାଥ ଦେବ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଆମୋଦ ପ୍ରମୋଦ ଏବଂ ବିଳାସ କାର୍ଯ୍ୟରେ ଆପଣ ଅଧିକ ଲିପ୍ତ ରହିପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡୁଛି, ଅର୍ଥାତ୍ ଆପଣ ମାନସିକ ସ୍ଥିତି ମଧ୍ୟ ଭଲ ରହିବ। ତତ୍ସହିତ ଆଜି କିଛି ଲୋକଙ୍କୁ ସାହାଯ୍ୟ କରିବାର ପୂର୍ଣ୍ଣ ଯୁଗ ରହୁଛି, ବା କିଛି ଲୋକଙ୍କୁ ସାହାଯ୍ୟ କରି ମୀନ ରାଶି ବ୍ୟକ୍ତି ଅଧିକ ଖୁସି ହୋଇପାରନ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 90% ସାଥ ଦଉଛନ୍ତି।